ଚିଲିକା ମାଟିର ପୁଅ ଖୋଲିବେ ରତ୍ନ ଭଣ୍ଡାର। ପୂର୍ବରୁ ବି ସେହି ଚିଲିକା ମାଟିର ପୁଅ ଖୋଲିଥିଲେ ରତ୍ନ ଭଣ୍ଡାର। ପୂର୍ବରୁ ବାପା ଖୋଲିଥିଲେ ରତ୍ନ ଭଣ୍ଡାର, ଏବେ ଖୋଲିବେ ପୁଅ ହିଁ ତାଙ୍କର ରତ୍ନ ଭଣ୍ଡାର। ହଁ ଆଜ୍ଞା, ଇଏ କେବଳ ଏକ ଅପୂର୍ବ ସଂଯୋଗ ନୁହେଁ, କିନ୍ତୁ ପୂର୍ବ ଅର୍ଜିତ କର୍ମଫଳ, ଯାହା ଚିଲିକା ମାଟି ପାଇଁ ଗୌରବ ବୋଲି ଚିଲିକାବାସୀ ମତ ପ୍ରକାଶ କରିଛନ୍ତି। 1978 ମସିହାରେ ନୀଳମଣି ରାଉତରାୟଙ୍କ ସରକାରରେ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଖୋଲାଯାଇଥିଲା ରତ୍ନ ଭଣ୍ଡାର। ଆଉ ଏବେ 2024 ମସିହାରେ ମୋହନ ସରକାରଙ୍କ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଖୋଲିବେ ରତ୍ନ ଭଣ୍ଡାର। ରତ୍ନ ଭଣ୍ଡାର ଖୋଲିବା ଏକ ସାମାନ୍ୟ କଥା ନୁହେଁ, କାରଣ ରତ୍ନ ଭଣ୍ଡାର ଖୋଲି ସମସ୍ତ ହିସାବ କରିବାକୁ ଯେତେବେଳେ ପୂର୍ବତନ ବିଜେଡି ସରକାର ସମୟରେ ଦାବି ଜୋର ଧରିଥିଲା, ସେହି ସମୟରେ ମଧ୍ୟ ତତ୍କାଳୀନ ସରକାର ରତ୍ନ ଭଣ୍ଡାର ଖୋଲିବାକୁ ଅସମର୍ଥ ହୋଇପଡ଼ିଥିଲେ। କିନ୍ତୁ ଚିଲିକା ମାଟିର ବୀର ପୁଅ ଯଥା ଚିଲିକା ବିଧାୟକ ଏବଂ ମୋହନ ସରକାରରେ ପାୱାରଫୁଲ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଏବେ ସେହି କାର୍ଯ୍ୟ କରିବାକୁ ଆଗବର ହୋଇଛନ୍ତି। ତେବେ ବ୍ରହ୍ମଙ୍କ କାର୍ଯ୍ୟ କରିବାକୁ ହେଲେ ସେତିକି ଅନ୍ତର୍ନିହିତ ଶକ୍ତି ସାମର୍ଥ୍ୟର ଆବଶ୍ୟକ ରହିଛି, ଯାହା ଚିଲିକା ମାଟିର ଗୌରବ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଖରେ ଥିଲା ଏବଂ ବର୍ତ୍ତମାନ ପୃଥ୍ୱୀରାଜ ହରିଚନ୍ଦନଙ୍କ ପାଖରେ ଦେଖାଦେଇଛି। ତେବେ ପୃଥ୍ୱୀରାଜଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ଚିଲିକାବାସୀ ସ୍ୱାଗତ କରିଛନ୍ତି ଏବଂ ଗର୍ବିତ ଅନୁଭବ କରୁଥିବା ମତ ପ୍ରକାଶ ବି ପାଇଛି।